ଜୟ ଜଗନ୍ନାଥ। ଓଡ଼ିଶାର ସବୁଠୁ ବଡ଼ ପର୍ବ ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ବହୁତ ସାରା ଶୁଭେଚ୍ଛା ଓ ଶୁଭକାମନା। ସକାଳୁ ସକାଳୁ ଉଠି ବାଡ଼ିରୁ ଫୁଲ ତୋଳି ପଳେଇଲି ମନ୍ଦିର। ଟିକେ ଝିପଝିପ ବର୍ଷା ବି ହଉଥିଲା। ତ ପାଗଟା ଆଜି ପୁରା ଭଲ ଥିଲା। ପଳେଇଲି ମନ୍ଦିର। ଆମ ଘର ପାଖରେ ହିଁ ଗୋଟେ ମନ୍ଦିର ଅଛି। ମହାଦେବ ଅଛନ୍ତି, ଜଗନ୍ନାଥ ଅଛନ୍ତି। ତ ଭାବିଲି ଆଜି ଜଗନ୍ନାଥଙ୍କୁ ଯାଇ ଦର୍ଶନ କରି ଆସିବି। ଆଉ ପୁରୀ ତ ଯାଇ ହବନି, ଏଇଠି ଜଗାକୁ ଦର୍ଶନ କରିଦେବି। ଆଉ ଦିନ ସେଟା ବହୁତ ଭଲରେ କଟିବ, ଆଉ ମନଟା ବି ପୁରା ଶାନ୍ତ ରହିବ। ମନ୍ଦିରରୁ ଆସି ପରଟା ଚା ବ୍ରେକଫାଷ୍ଟରେ ଖାଇକି ପଳେଇଲି କିଚେନକୁ, ଯୋଉଟା କି ଦିନ ସାରାର ବେଶୀ ଟାଇମ ମୁଁ କିଚେନରେ ହିଁ ସ୍ପେଣ୍ଡ କରେ। ଯେହେତୁ ଆଜି ରଥଯାତ୍ରା, ତ ମାନେ ଅଭଡା ଖାଇବାକୁ ବହୁତ ଇଚ୍ଛା ହେଲା। କିନ୍ତୁ ଅଭଡା ତ ଏବେ ମିଳିବନି। ତ ମୁଁ ଅଭଡାର କିଛିଟା ଆଇଟମ ବନେଇବାକୁ ଭାବିଲି। ତ ଆଜି ମୁଁ ମିଠା ଡାଲି, ଯୋଉଟା କି ଅଭଡାର ମୋର ସବୁଠୁ ଫେଭରେଟ, ମିଠା ଡାଲି ତା ସହିତ ମହୁର। ମହୁର ତ ପରଫେକ୍ଟ କହିହବନି, କାରଣ ସେଥିରେ ତ କେତେଟା ଜିନିଷ ପଡେନି, କେତେଟା ପରିବା। କିନ୍ତୁ ମୁଁ ଆଜି ପକଉଛି, ଘରେ ସବୁ ପକଉଛି। ତ ମିଠା ଡାଲି ଆଉ ମହୁର କରିକି ଖାଇବି ବୋଲିକା ଡିସାଇଡ କଲି, ଆଉ ସମସ୍ତଙ୍କୁ ଖୁଆଇବି। ମୁଁ ଡାଲିଟା ଏଠି ପ୍ରେସର କୁକରରେ ନେଇଯାଇଛି। ମନ୍ଦିରରେ ତ ସେମିତି ହୁଏନି, କିନ୍ତୁ ଯେହେତୁ ଟାଇମ କମ ଅଛି ଆଉ ବହୁତ ସାରା ଆଇଟମ ଟିକେ କରିବାର ଅଛି, ସେଥିପାଇଁ କି ମୁଁ ପ୍ରେସରରେ ବସେଇଦେଲି। ଏପଟେ ଡାଲି ସିଝିବା ଟାଇମରେ ମୁଁ ମହୁର ପାଇଁ ପ୍ରିପାରେସନ ବି କରିଦେବି, ପରିବା କଟାକଟି ସବୁ କିଛି। ଆକ୍ଚୁଆଲି ମୁଁ ରାତିରୁ ଭେଗେଇବାକୁ ଭୁଲି ଯାଇଥିଲି କଳା ଚଣାଟା। ମହୁରରେ କଳା ଚଣାଟା ପକେଇଲେ ବହୁତ ଭଲ ଲାଗେ, ସେଥିପାଇଁ ତାକୁ ମୁଁ ଗରମ ପାଣିରେ ଟିକେ ସିଝେଇ ଦଉଛି। ଆଉ ସିଝି ବି ଯିବ, ସେ ଜଲ୍ଦି ହେଇଯିବ ଗରମ ପାଣିରେ ବତୁରି ଗଲେ। ଏପଟେ ମୁଁ ମୋ ପାଖରେ ଯାହା ଯାହା ପରିବା ଥିଲା ସବୁ ଆଣିକି କାଟିକି ରେଡି କରିକି ରଖି ଦଉଛି। ଆଉ ଡାଲି ସିଝିବା ଭିତରେ ମୋ ପରିବା ତକ ବି କଟାକଟି ସରିଯାଇଥିବ। ଏଥିରେ କଞ୍ଚା କଦଳୀ ଆଉ ଦେଶୀ ଆଳୁ, ସାରୁ, ଏଇଟା ମେନଲି ବହୁତ ଭଲ ଲାଗେ ପକେଇଲେ। ମୁଁ କଞ୍ଚା କଦଳୀ ମୋ ପାଖରେ ନଥିଲା, ତ ମୁଁ ଦେଶୀ ଆଳୁ ଆଉ ସାରୁରେ ଏଇଟା କରିଛି। ପୋଟଳ, ବିନ୍ସ, ବାଇଗଣ, କଖାରୁ, ଦେଶୀ ଆଳୁ, ସାରୁ, ଆଳୁ ବି ପକେଇ ଦେଇଛି, ଯେହେତୁ ଘରେ କରୁଛି, ମନ୍ଦିରରେ କିନ୍ତୁ ପଡେ ନାହିଁ। ଏଇ ସବୁ ପରିବା ନେଇକି ମୁଁ ଆଜି ବନେଇବି ମହୁର। ଜଗନ୍ନାଥଙ୍କର ତ 56 ଭୋଗ ଭିତରୁ ସବୁଙ୍କୁ ଭଲ ଲାଗେ। ମତେ ସବୁଠୁ ବେଶୀ ଭଲ ଲାଗେ ମିଠା ଡାଲି। ଆଉ ଶୁଖିଲା ଭୋଗ ଭିତରୁ ସବୁଠୁ ବେଶୀ ଭଲ ଲାଗେ ଜଗନ୍ନାଥ ବଲ୍ଲଭ, ଯୋଉଟା କି ମୁଁ ପ୍ରିଭିୟସ ସର୍ଟରେ ବନେଇଛି। ଆପଣ ସିଓର ଯାଇକି ଦେଖନ୍ତୁ ଆଉ ଘରେ ବନାନ୍ତୁ। ବନେଇବା ବି ବହୁତ ଇଜି, ବହୁତ ଜଲ୍ଦି ବନିଯିବ, ଆଉ ଖାଇବାକୁ ବି ବହୁତ ବଢିଆ ଲାଗିବ। ଆପଣମାନେ ତ ଖାଇଥିବେ, ଜାଣିଥିବେ। ଏଠି ମୋର ଡାଲି ସିଝି ଯାଇଛି। ମୁଁ ସେଥିରେ ଗୁଡ, ଆପଣ ଚିନି ବି ନେଇପାରିବେ, ଗୁଡ ଟିକେ, ଡାଲଚିନି ପାଉଡର ଆଉ କୋରା ହେଇଥିବା ନଡିଆ ପକେଇ ଦେଇଛି। ଏଠି ମୁଁ ଘିଅରେ ଜିରା ଫୁଟେଇକି ସେଥିରେ ଟିକେ ହେଙ୍ଗୁ ପକେଇକି ସେଇଟା ମୁଁ ଫୁଟଣ ଟା ଦେବି। ହେଙ୍ଗୁ ପକେଇଲେ ତାର ବାସ୍ନା ବି ବହୁତ ବଢିଆ ଆସିବ। ଏବେ ବନିକି ରେଡି ହେଇଗଲା ଆମର ମିଠା ଡାଲି। ସେପଟେ ମୁଁ ପରିବା ବି ସବୁ ଧୋଇ ଧାଇକି ଭଲସେ ରଖିଦେଇଛି। ଏବେ ଗୋଟେ କରେଇରେ ଘିଅ ପକେଇକି ତା ଦେହରେ ଟିକେ ପଞ୍ଚ ଫୁଟଣ ପକେଇକି ପରିବାଟା ଟିକେ ଭଲସେ ଭାଜିଦେବି। ଭାଜିଲେ ତାର ଟେଷ୍ଟ ଟା ଭଲ ଆସିବ। ସବୁ ପରିବା ଏକାଥରେ ପକେଇକି ତାକୁ ଟିକେ ଲୁଣ ହଳଦୀ ପକେଇକି ତାକୁ ମୁଁ ଭାଜି ଦଉଛି। ଆମେ ଯେତେ ଚେଷ୍ଟା କଲେ ଆଉ ଯେତେ ଭଲରେ କଲେ ତ ମନ୍ଦିର ଭଳିଆ ଟେଷ୍ଟ ଲାଗିବନି। ସେଇଟା ମା ଲକ୍ଷ୍ମୀଙ୍କର କୃପା। ତଥାପି ଗୋଟେ ଛୋଟ ଟ୍ରାଏ କରୁଛି। ଆଉ ଏଇଟା ଆପଣ କଲେ ବି ଘରେ ବି ଭଲ ଲାଗିବ। ମନ୍ଦିର ଭଳିଆ ନ ଲାଗିଲେ ବି ଭଲ ଲାଗିବ। ଆପଣ ସିଓର ଟ୍ରାଏ କରନ୍ତୁ ଘରେ। ଆଉ ବେସିକ ମସଲାରେ ହିଁ ହୁଏ, ବେଶୀ କିଛି ମସଲା ଦରକାର ପଡେନି ଏଥିରେ। ଏଠି ମୁଁ ଲୁଣ ହଳଦୀ ଗୋଳେଇକି ଭାଜି ଦଉଛି ପରିବାଟା ଟିକେ ହାଇ ଫ୍ଲେମରେ। ପରିବାଟା ଭଲସେ ଭାଜି ହେଇଗଲା ପରେ, ଯେହେତୁ ଏଠି ମୋର କଳା ଚଣା ଟା ସିଝିବାର ଅଛି, ସେଥିପାଇଁ ମୁଁ ସବୁ ପରିବା ଆଉ କଳା ଚଣା ଆଉ ସେଥିରେ ନାଡି ପକେଇକି ନାଡିଟା ଭାଜି ହେଇକି ଥିଲା, ନାଡି ପକେଇକି ଗୋଟେ ସିଟି ଦେଇ ଦେଇଛି ପରିବା ତକ। ସିଝି ଗଲା ପରେ ତାକୁ ମୁଁ କରେଇକି ନେଇକି କରେଇରେ ତା ଦେହରେ ଯାହା ଯାହା ସବୁ ମସଲା ମୁଁ ଲେଖିଛି ସ୍କ୍ରିନରେ, ସେତକ ପକେଇକି ତାକୁ ଭଲସେ ଟିକେ ମାନେ କଷିବା ତ ଦରକାର ନାହିଁ, ଏମିତି ଟିକେ ଆମେ ଗୋଳେଇଦବା ଯେମିତି ମସଲାର କଞ୍ଚା ସ୍ମେଲ ଟା ପଳେଇବ। ମୁଁ ସେଥିରେ ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ,
मेथी गुंड ଆଉ ଡାଲଚିନି ଗୁଣ୍ଡ ଆଉ କୋରା ହେଇଥିବା ନଡିଆ ଆଉ ଅଦା 1 ଇଞ୍ଚ ଛେଚା ଅଦା ନେଇଛି। ଆଉ ସେଥିରେ ଟିକେ ତାର ଖାଲି ଅଂଶ ଟା ଯିବା ପାଇଁ ମୁଁ ଟିକେ ଗୁଡ ପକେଇଛି 1 ସ୍ପୁନ। ତାକୁ ଭଲସେ ଗୋଳେଇ ଦଉଛି। ଗୋଳେଇ ଦେଲେ ଏବେ ଆମର ରେଡି ହେଇଯିବ। ତା ଦେହରେ ଖାଲି ଗୋଟେ ଲାଷ୍ଟ ଛୁଙ୍କ ଦବାର ଅଛି। ଆଉ ଏଥିରେ ଘିଅର ହିଁ ଦେଶୀ ଘିଅର ହିଁ ବ୍ୟବହାର କରିବେ। କାରଣ ତେଲରେ ଆର ଏତେ ସ୍ମେଲ ରହିବନି। ମନ୍ଦିରରେ ତ ସବୁ ଘିଅରେ ହିଁ ହୁଏ। ଘିଅରେ ୟୁଜ କଲେ ସେଟା ବହୁତ ଭଲ ଟେଷ୍ଟ ବି ଲାଗିବ ଆଉ ତାର ସ୍ମେଲ ଟା ବି ଭଲ ଆସିବ। ଏଠି ଆମର ତରକାରୀ ହେଇଗଲା। ଏବେ ଲାଷ୍ଟରେ ମୁଁ ଗୋଟେ ଛୁଙ୍କ ଦେବି। ଦେଶୀ ଘିଅ 2 ଟେବୁଲ ସ୍ପୁନ ନେଇଛି। ସେଥିରେ ଶୁଖିଲା ଲଙ୍କା ଆଉ ଫୁଟଣ ଆଉ ହେଙ୍ଗୁ ତାର ଫୁଟେଇକି ଗୋଟେ ଛୁଙ୍କଟେ ଦେଇଛି। ଏଇ ଛୁଙ୍କଟା ଦେଲା ପରେ ତରକାରୀ ଟା ବହୁତ ବାସ୍ନା ହଉଥିଲା। ମୁଁ ଭାତ ବସେଇ ଦଉଛି। ଭାତ କରିନଥିଲି, ଭାତ ଟା ବସେଇ ଦଉଛି। ଆଉ ଆ ସାଙ୍ଗରେ ଅରୁଆ ଭାତ ହିଁ ବେଶୀ ଟେଷ୍ଟି ଲାଗିବ। କିଛି କିଛି ଗୋଟା ମସଲା ପକେଇ ଦଉଛି। ବଢିଆ ବାସ୍ନା ହବ ଭାତ ଟା। ଏବେ ମୁଁ ଆମ୍ବ ଖଟା ବନେଇବି। ଆମ୍ବ ସିଜିନ ତ ସରି ଆସିଲାଣି। ଯେହେତୁ ଆମ୍ବ ମୋର ଫେବରେଟ, ତ ହଜବେଣ୍ଡ କୁ ମିଳିଗଲା ମାର୍କେଟ ରେ କଲମୀ ଆମ୍ବ। ବହୁତ ମାନେ କଞ୍ଚାରୁ ହିଁ ବହୁତ ମିଠା ଲାଗୁଥିଲା ଖାଇବାକୁ। ଏବେ ତାକୁ ଧୋଇକି ଭଲସେ କାଟି କୁଟା କରିକି ତାକୁ ଗୁଡ ପାଗ କରିକି ଗୋଟେ ଆମ୍ବ ଖଟାଟେ ବନିବ। ଯୋଉଟା କି 3 4 ଦିନ 5 ଦିନ ବି ରଖିକି ତାକୁ ଫ୍ରିଜ ରେ ଟିକେ ଟିକେ ଖାଇବାକୁ ହେଲେ ବି ବହୁତ ଭଲ ଲାଗିବ। ମାନେ କିଛି ଖରାପ ବି ହବାର ନାହିଁ। ସେଥିପାଇଁ ଏକାଥରେ ବନେଇଦେଲି ଆମ୍ବଟା। ମୁଁ ଆମ୍ବ ଖଟାର ଭିଡିଓ ରେସିପି ଟା ଅପଲୋଡ କରିଛି। ଆଉ ଆପଣ ସିଓର ଦେଖନ୍ତୁ। ସେମିତି ହିଁ ବନାନ୍ତୁ, ବହୁତ ଭଲ ଲାଗିବ ଖାଇବାକୁ, ବହୁତ ହି ଟେଷ୍ଟି। ଏବେ ସବୁ ରୋଷେଇ ସରିଗଲା। ମୁଁ ସର୍ଭ କରୁଛି। ଆଗ ସମସ୍ତଙ୍କୁ ଖାଇବାକୁ ଦେଇଦେବି। ଦେଖାଯାଉ ସମସ୍ତେ ଖାଇକି କଣ କହୁଛନ୍ତି। ଆକ୍ଚୁଆଲି ବର୍ଷା ହଉଥିଲା ତ ମୁଁ କଦଳୀ ପତ୍ର ଆଣି ପାରିଲିନି। ନହେଲେ ଏଇଟା କଦଳୀ ପତ୍ରରେ ବେଶୀ ଟେଷ୍ଟି ଲାଗେ। କାରଣ ଆମେ ଅଭଢା ସାଧାରଣତଃ କଦଳୀ ପତ୍ରରେ ହିଁ ସେଇଠି ଆନନ୍ଦ ବଜାରରେ ବସିକି ଖାଇଥାଉ। ଏବେ ରେଡି ହେଇଗଲା ଆମର ମନ୍ଦିର ଷ୍ଟାଇଲ ର ମିଠା ଡାଲି ଆଉ ମହୁର। ସମସ୍ତେ ଖାଇସାରିଲା ପରେ ବହୁତ ଭଲ କହିଲେ, ତ ଏବେ ମୁଁ ବାଢିକି ନେଇ ଆସିଛି ମୋର ଖାଇବା। ଆଉ ସତରେ ହିଁ ବହୁତ ଟେଷ୍ଟି ହିଁ ହେଇଥିଲା। ମନ୍ଦିର ପରି ତ ପୁରା ଏକଦମ ଲାଗିବନି, କିନ୍ତୁ ତାରି ପାଖାପାଖି ହିଁ ଲାଗୁଥିଲା। ଆପଣ ସିଓର ଟ୍ରାଏ କରନ୍ତୁ। ଆଉ ଏଇ ରଥଯାତ୍ରା ଉପଲକ୍ଷେ ଏଇଟାକୁ ଘରେ ନିଶ୍ଚୟ ବନାନ୍ତୁ। ଆଉ ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ବି ଖାଇବାକୁ ଦିଅନ୍ତୁ। ଯଦି ଆପଣଙ୍କୁ ମୋ ଭିଡିଓଟି ଭଲ ଲାଗିଥାଏ ତ ପ୍ଲିଜ ଗୋଟେ ଲାଇକ୍ କରିଦେବେ। ଆଉ ମୋ ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ କରିଦେବେ। ଜୟ ଜଗନ୍ନାଥ।